ଆଜି ପୂଜା ସ୍ପେଶାଲ ଘରେ ଗୋଟେ ବାଡ଼ିଆ ଡାଲମାଟେ ବନିଆ ହବ। ଏମିତି ତ ସଦାବେଳେ ପାଇଁ ଘରେ ଡାଲମା ହୁଏ, କିନ୍ତୁ ପୂଜା ପର୍ବଣୀ ଦିନରେ ଡାଲମାଟାର ଟିକେ ବାସ୍ନା ଟିକେ ଅଲଗା ପ୍ରକାର ହୁଏ। କିନ୍ତୁ ଘରେ ଯାହା ବି ସବୁ ପନିପରିବା ଥିଲା, ଅମୃତଭଣ୍ଡା ହଉ, ପୋଟଳ ହଉ, କାଙ୍କଡ଼ ହଉ, ଆଳୁ ହଉ, ସାରୁ, ବାଇଗଣ ଯାହା ବି ସବୁ ଥିଲା, ତାକୁ ପକେଇକିରି ଆଜି ଦୁଇ ପ୍ରକାର ଡାଲି ପଡ଼ିବ ଡାଲମାରେ। ଗୋଟେ ହେଉଛି ହରଡ଼ ଡାଲି, ଆଉ ଗୋଟେ ହେଉଛି ମୁଗ ଡାଲି। ମୁଗ ଡାଲି ଟିକେ ଭଜା ହେଇକିରି ପଡ଼ିବ, ହରଡ଼ ଡାଲି ଟିକେ ବତୁରିକିରି ଥିବ। ଆଉ ତା ଦେହରେ ନଡ଼ିଆ ପଡ଼ିବ ଡାଲମାରେ ଲାଷ୍ଟକୁ। ସିଏ ଗୋଟେ ବାଡ଼ିଆ ଡାଲମାଟେ ହେବ। ଗାଁରେ ଆଗରୁ କ'ଣ ହେଉଥିଲା, ଚୁଲି ଉପରେ ଯେଉଁ ପନିପରିବା ପକାଇ ଡାଲି ପକାଇ ଯେଉଁ ଅଧଘଣ୍ଟେ 40 ମିନିଟ୍ ଯେଉଁ ସବୁ ଡାଲମା ଫୁଟୁଥିଲା, ତାର ବାସ୍ନା ଟିକେ ଅଲଗା ପ୍ରକାର। ଆଉ ସେ ଡାଲମା ଟିକେ ଟେଷ୍ଟ ଅଲଗା ପ୍ରକାର ଲାଗେ। ଆଜିକାଲି ତ ପ୍ରେସର କୁକର ପଳେଇ ଆଇଲେଣି, 2 ମିନିଟ୍ରେ ପୁରା କାମ ଚଳା ଡାଲମା ରେଡ଼ି। ମାନେ ତୁମେ ଖାଇ ବସିଥିବ, ତେଣୁ ଡାଲମା କାଟି କୁଟିକିରି ଡାଲମା ପକାଇଦେଲେ ସେ ଡାଲମା ରେଡ଼ି। ସେମିତି କ'ଣ ଡାଲମା ହୁଏ? ଯାହା ବି ହେଉ, ଆଜି ସବୁ ଡାଲମା ସବୁ ପୁରା ପଡ଼ିଲା, ପରିବାପତ୍ର ପକାଇ ବାଡ଼ିଆ ଡାଲମା ଠାକୁରଙ୍କ ଦୟାରୁ। ଆଉ ଗୋଟେ ଜିନିଷ ହେଉଛି, ପୂଜା ପର୍ବାଣୀ ଦିନରେ ଡାଲମା କଲେ ଠାକୁରଙ୍କ ଆଶୀର୍ବାଦ କୁହ କି ଯିଏ କରୁଥିବ ତାର ଭକ୍ତିଭାବ କୁହ, ଡାଲମାଟା ଆହୁରି ବଢ଼ିଆ ଲାଗେ। ଏସ୍ପେଶାଲି ପୂଜା ପର୍ବାଣୀ ଦିନରେ ଯଦି ଡାଲମା ଖାଇବେ, ସିଏ ଗୋଟେ ଅଲଗା ପ୍ରକାର ଲାଗିବ ଡାଲମାଟା। ତେଣୁକି ଡାଲମାଟା ସରିଲା ପରେ ଆମର ଡାଲମା ମାନେ ତା ଦେହରେ ଜିରା ଲଙ୍କା ଗୁଣ୍ଡ ମାଡ଼ ହେବ, କାରଣ ଡାଲମା ଜିରା ଲଙ୍କା ଗୁଣ୍ଡ ବିନା ଅଧୁରା। ଆଉ ଡାଲମା ସବୁ ସରିଲା ପରେ ତାକୁ ଯେଉଁ ଗୁଆ ଘିଅରେ ପଞ୍ଚ ଫୁଟଣ ମାଡ଼ କରି ଯେ ଫୁଟେଇବେ, ଭାଇ ଜଣା ପଡ଼ିଯିବ ଗୋଟେ ଓଡ଼ିଆ ଛୁଙ୍କ ମରା ହେଲା। କାରଣ ଇଏ ଛୁଙ୍କଟା ହେଉଛି ଆମ ଓଡ଼ିଆଙ୍କର ପୁରା ଫେଭରାଇଟ୍। କାରଣ ଏମିତି ଛୁଙ୍କ ଆମ ଡାଲମାରେ ପଡ଼ିକି ଯେତେବେଳେ ଛୁଙ୍କ ହେବ, ସେ ଛୁଙ୍କ ପୁରା କମ୍ପିଯିବ, ଚାରି ମଣ୍ଡଳ ପୁରା କମ୍ପିଯିବ ସେ ଡାଲମା ଛୁଙ୍କରେ। ଆଉ ସେ ଡାଲମା ଦେହରେ ଛୁଙ୍କ ମରା ଯେତେବେଳେ ଜିରା ଲଙ୍କା ଗୁଣ୍ଡ ମାଡ଼ ହୋଇଯିବ, ବାଡ଼ିଆ ଡାଲମା ତ ପୁରା ସ୍ପେଶାଲ ବାଡ଼ିଆ ଡାଲମା।